ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ମୟୂରଭଞ୍ଜ ଜିଲ୍ଲାର ହୋମଗାର୍ଡ଼ ତରଫରୁ ଅଫିସିଆଲ ନୋଟିଫିକେସନଟି ଆସିଛି, ଯେଉଁଥିରେ ତାର ରିଟିନ୍ ଏକ୍ଜାମ ସହିତ ତାହାର ରୁଲ୍ ରେଗୁଲେସନ୍ ଏବଂ କ'ଣ କଲେ ଆପଣମାନେ ଡିସ୍କ୍ୱାଲିଫାଇ ହେଇଯିବେ, କେଉଁ ଷ୍ଟେଜ୍ରେ ଆପଣମାନଙ୍କର ସିଲେକ୍ସନ୍ ହେବ, କାହା ପରେ କେମିତିକା ସିଲେକ୍ସନ୍ ହେବ, କେଉଁ ଇଭେଣ୍ଟରେ କେତେ ମାର୍କ ରହିବ, ଚାଲନ୍ତୁ ଆମେ ଡିଟେଲ୍ ଆଲୋଚନା କରିବା। ବୁଝିଗଲା? ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। ବୁଝିଗଲା? କାହିଁକି ନା ମୁଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟି ଚାଲିଯିବ। ପିଲାମାନେ କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଦେଖନ୍ତୁ ପିଲାମାନେ, ମୁଁ ପୂର୍ବରୁ ଆପଣମାନଙ୍କ ପାଇଁ ଗୋଟେ ହୋମଗାର୍ଡ଼ର ଭିଡ଼ିଓ ଅପଲୋଡ଼ କରିଥିଲି। ସେଇଥିରେ ମୁଁ ମୟୂରଭଞ୍ଜ ଜିଲ୍ଲାର ଏଡମିଟ୍ କାର୍ଡ଼କୁ କେମିତି ଡାଉନଲୋଡ଼ କରାଯିବ, କେମିତି ଏଡମିଟ୍ କାର୍ଡ଼ ପାଇବେ ସେ ବିଷୟରେ ଆଲୋଚନା କରିଥିଲି। କିନ୍ତୁ ଜାଣି ରଖନ୍ତୁ ପିଲାମାନେ, ସର୍ବମୋଟ 24,798ଟି କ୍ୟାଣ୍ଡିଡେଟ୍ କ'ଣ କରିଥିଲେ ନା ମୟୂରଭଞ୍ଜ ହୋମଗାର୍ଡ଼ ପାଇଁ ଆପ୍ଲାଏ କରିଥିଲେ। ତା ଭିତରୁ 22,471 ଜଣ କେବଳ ଇଲିଜିବୁଲ୍ ହେଲେ। ମାନେ ବାକି ଯେଉଁ କ୍ୟାଣ୍ଡିଡେଟ୍ ରହିଗଲେ ସେମାନଙ୍କୁ କ'ଣ କରାଗଲା ନା ରିଜେକ୍ଟ କରାଗଲା, ଆଉ କାହାର ଫର୍ମ ରିସିଭ୍ କରାଗଲା ନାହିଁ। ମନେ ରଖିବେ, ତେଣୁକରି ସର୍ବମୋଟ 2327ଟି ଫର୍ମକୁ କ'ଣ କରାଗଲା, ରିଜେକ୍ଟ କରାଗଲା। ବୁଝିପାରିଲେ ପିଲାମାନେ? 22,471 ଜଣ କ୍ୟାଣ୍ଡିଡେଟ୍ କ'ଣ କରିବେ ନା କମ୍ପିଟିସନ୍ କରିବେ ହୋମଗାର୍ଡ଼ ଚାକିରି ପାଇବା ପାଇଁ। ବୁଝିଗଲେ ପିଲାମାନେ? ପୁରା କ୍ଲିଅର? ବର୍ତ୍ତମାନ ଆମେ ଜାଣିବା ଏହାର ସିଲେକ୍ସନ୍ ବୋର୍ଡ଼ରେ କିଏ ଅଛନ୍ତି। ପୂର୍ବରୁ ମୁଁ କହିଥିଲି ଆପଣମାନଙ୍କୁ ଏହାର ଗୋଟେ ସିଲେକ୍ସନ୍ ବୋର୍ଡ଼ ଗଠନ କରାଯାଇଥିଲା, ତାର ମିଟିଂ ମଧ୍ୟ ହୋଇଥିଲା। ସେହି ସିଲେକ୍ସନ୍ ବୋର୍ଡ଼ରେ ଆପଣମାନଙ୍କର ଦେଖିପାରୁଥିବେ ଏଇ 5 ଜଣ ମେମ୍ବର ଅଛନ୍ତି। ବୁଝିପାରିଲେ ନା ପିଲାମାନେ? ତେଣୁକରି ଏଇ 5 ଜଣ ମେମ୍ବର ଭିତରୁ ତାଙ୍କର ଚେୟାରମ୍ୟାନ୍ ଅଛନ୍ତି ବରୁଣ କୁମାର, ଯିଏକି ଜଣେ IPS ଅଫିସର, ଆମ ମୟୂରଭଞ୍ଜ ଜିଲ୍ଲାର SP ଆଉ ହୋମଗାର୍ଡ଼ର କମାଣ୍ଡାଣ୍ଟ ମଧ୍ୟ ଅଛନ୍ତି। ତାଙ୍କ ସହିତ ଆଉ ଅନ୍ୟ ମେମ୍ବର ମଧ୍ୟ ଅଛନ୍ତି। ବୁଝିଗଲା? ତେଣୁକରି ଏଇମାନଙ୍କ ଦ୍ୱାରା କ'ଣ କରାଯିବ ନା ମୟୂରଭଞ୍ଜ ଜିଲ୍ଲାର ହୋମଗାର୍ଡ଼ର ସିଲେକ୍ସନ୍ ପ୍ରୋସେସକୁ ଆଗକୁ ନିଆଯିବ। ବୁଝିଗଲା? ମାନେ ଏମାନଙ୍କ ହାତରେ ସିଲେକ୍ସନ୍ ପ୍ରୋସେସ୍ ରହିଛି। ବୁଝିଗଲେ? ପୁରା କ୍ଲିଅର ପିଲାମାନେ? ତେଣୁକରି ଆମେ କ'ଣ କହିପାରିବା ନା ଏମାନଙ୍କ ଭିତରେ ଆମର ଇଣ୍ଟରଭ୍ୟୁଟିଏ ହେବ। କିଏ କରିବେ ନା SP କରିବେ। ମନେ ରଖନ୍ତୁ। ଓକେ, ଏବେ ଜାଣିବା ସିଲେକ୍ସନ୍ ପ୍ରୋସେସ୍ କ'ଣ ରହିଛି। ତାହେଲେ ପ୍ରଥମେ ଏହାର ଷ୍ଟେପ୍ 1 କାର୍ଯ୍ୟ ହେବ। ଷ୍ଟେପ୍ 1ରେ କ'ଣ ହେବ ଦେଖନ୍ତୁ ନା ରିଟିନ୍ ଏକ୍ଜାମ୍ ହେବ, ମାନେ ଲିଖିତ ପରୀକ୍ଷା ହେବ। ଲିଖିତ ପରୀକ୍ଷାରେ ଆପଣମାନଙ୍କର ଓଡ଼ିଆର ଗୋଟେ ଏସେ ଆସିବ, ମାନେ ଓଡ଼ିଆର ଗୋଟେ ରଚନା ଲେଖିବା ପାଇଁ କୁହାଯିବ, ଯେଉଁଥିରେ ଆପଣମାନଙ୍କର 20 ମାର୍କ ରହିବ। ବୁଝିପାରିଲେ ପିଲାମାନେ? ତେଣୁକରି ଗୋଟେ ରଚନା ଆପଣମାନେ ଲେଖିବେ, ଯେଉଁଥିରେ ଆପଣମାନଙ୍କୁ 10 ମାର୍କ ରଖିବା ପାଇଁ ପଡ଼ିବ। ମାନେ ଏଇଟା କ୍ୱାଲିଫାଇଂ ନେଚର। 20ରୁ ଆପଣମାନେ କେବଳ 10 ମାର୍କ ଯଦି ରଖିବେ ତାହେଲେ କ୍ୱାଲିଫାଇ ହେଇଯିବେ। ଏଥିରେ ମାର୍କ ଏଡ୍ ହେବ ନାହିଁ। ମନେ ରଖନ୍ତୁ। ଆଉ ଏସେଟି ଆପଣମାନେ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ଲେଖିବା ଦରକାର। ଓକେ, ତାପରେ ଯେଉଁମାନେ ସିଲେକ୍ସନ୍ ହେଇଥିବେ ଓଡ଼ିଆ ଏସେରେ ସେମାନଙ୍କୁ କ'ଣ କରାଯିବ ନା ଜିକେ ଟେଷ୍ଟ କରାଯିବ। ଜ୍ଞାନ ପରୀକ୍ଷା ମଧ୍ୟ ଓଡ଼ିଆ ଲାଙ୍ଗୁଏଜରେ ହେବ, ଯେଉଁଟାକି ଆପଣମାନଙ୍କର OMR ବା MCQ ମୋଡ଼ରେ ରହିବ। ବୁଝିଗଲେ? ଏଇଥିରେ ଆପଣମାନଙ୍କୁ 40ଟି ପ୍ରଶ୍ନ ଦିଆଯିବ ଆଉ 40 ମାର୍କର ପ୍ରୋଭିଜନ୍ ରହିଥିବ। ଆଉ ଏଥିରେ କୌଣସି ନେଗେଟିଭ୍ ମାର୍କ ନାହିଁ ପିଲାମାନେ। ତେଣୁକରି ଆପଣମାନେ 40ଟି କ୍ୱେଶ୍ଚନ୍ ଯାକ ନିଶ୍ଚୟ ଭାବରେ ଆଟେମ୍ପ୍ଟ ନେବେ। ବୁଝିଗଲେ? ପୁରା କ୍ଲିଅର? ମୁଁ ଆପଣମାନଙ୍କୁ ଟେକ୍ନିକ୍ ସହିତ କହି ରଖୁଛି କେମିତି ପରୀକ୍ଷାରେ କ୍ୱେଶ୍ଚନ୍କୁ ଫେସ୍ କରିବେ। ଓକେ, ରିଟିନ୍ ଏକ୍ଜାମ୍ ପରେ ଆପଣମାନଙ୍କର ନେକ୍ସଟ ଷ୍ଟେଜ୍କୁ ଯିବା ପାଇଁ ପଡ଼ିବ, ମାନେ ଏହାର ନେକ୍ସଟ ପ୍ରୋସେସ୍କୁ ଯିବା ପାଇଁ ହେବ। ନେକ୍ସଟ ପ୍ରୋସେସ୍ରେ ଆପଣମାନଙ୍କର କ'ଣ ରହିଛି ନା ଟ୍ରେଡ୍ ଟେଷ୍ଟ ହେଇପାରେ, ନହେଲେ ଆପଣମାନଙ୍କର ଫିଜିକାଲ୍ ମେଜରମେଣ୍ଟ ଟେଷ୍ଟ ହେଇପାରେ, ନହେଲେ ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ ହେବ, ଆଉ ନହେଲେ ସ୍କିଲ୍ ଟେଷ୍ଟ ହେବ, ଆଉ ଶେଷରେ ଆପଣମାନଙ୍କର ଭାଇବାଟିଏ ହେବ। ମନେ ରଖନ୍ତୁ। ତେଣୁକରି ରିଟିନ୍ ଏକ୍ଜାମ୍ରେ ଯେଉଁମାନେ କ୍ୱାଲିଫାଇ କରିଥିବେ ସେହି ପିଲାମାନଙ୍କୁ ତା ପର ଷ୍ଟେଜ୍ରେ କ'ଣ କରାଯିବ, ଡକାଯିବ। ଆପଣମାନଙ୍କ ମନରେ ପ୍ରଶ୍ନ ରହିଥିବ, ସାର୍ କେତେ ଜଣଙ୍କୁ ଡାକିବେ? ଦେଖନ୍ତୁ, ଆମର ମୟୂରଭଞ୍ଜ ଜିଲ୍ଲା ପାଇଁ ଟୋଟାଲ 280ଟି ପୋଷ୍ଟ ରହିଛି। ତାମାନେ 280ର 10 ଗୁଣା କ୍ୟାଣ୍ଡିଡେଟ୍ ମାନଙ୍କୁ କ'ଣ କରାଯିବ ନା ରିଟିନ୍ ଏକ୍ଜାମ୍ ପରେ ଡକାଯିବ। ବୁଝିଗଲା? ତାମାନେ 2800 କ୍ୟାଣ୍ଡିଡେଟ୍ ମାନଙ୍କୁ କ'ଣ କରାଯିବ ନା ରିଟିନ୍ ଏକ୍ଜାମ୍ ପରେ ଟ୍ରେଡ୍ ଟେଷ୍ଟ, ଫିଜିକାଲ୍ ଟେଷ୍ଟ କିମ୍ବା ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ ପାଇଁ ଡକାଯିବ। ବୁଝିଗଲେ ପିଲାମାନେ? ତେଣୁକରି ରିଟିନ୍ ଏକ୍ଜାମ୍ ପରେ 2800 ଜଣ କ୍ୟାଣ୍ଡିଡେଟ୍ ମାନେ କେବଳ କ'ଣ କରିବେ ତା ପର ଷ୍ଟେଜ୍କୁ ଯିବେ। ପୁରା କ୍ଲିଅର? ବୁଝିଗଲେ ପିଲାମାନେ?
ମୁଁ ପୂର୍ବରୁ ଆପଣମାନଙ୍କୁ କହିଦେଲି କି ଏଇଥିରେ ଆପଣମାନଙ୍କର OMR ମାନେ ମଲ୍ଟିପଲ୍ ଚଏସ୍ର କ୍ୱେଶ୍ଚନ୍ସ ଦିଆଯିବ ଆଉ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣମାନେ ଲେଖିବେ। ଓକେ। ଆଉ ଯେଉଁ କ୍ୟାଣ୍ଡିଡେଟ୍ ମାନେ ରିଟିନ୍ ଏକ୍ଜାମ୍ରେ ଫେସ୍ କରିନଥିବେ ବା ରିଟିନ୍ ଏକ୍ଜାମ୍ରେ ଏପିଆର୍ କରିନଥିବେ, ରିଟିନ୍ ଏକ୍ଜାମ୍ରେ ଆଟେଣ୍ଡ କରିନଥିବେ, ସେମାନଙ୍କୁ ଡିସ୍କ୍ୱାଲିଫାଇଡ୍ କରାଯିବ। ମନେ ରଖିବେ କେଉଁ କାରଣ ଯୋଗୁଁ ଡିସ୍କ୍ୱାଲିଫାଇ ହେଉଛନ୍ତି ତାକୁ ମଧ୍ୟ ଜାଣିବା ଦରକାର ହେଲା। ତେଣୁକରି ପ୍ରଥମେ ଆପଣମାନେ ରିଟିନ୍ ଏକ୍ଜାମ୍କୁ ଦେବେ ବା ରିଟିନ୍ ଏକ୍ଜାମ୍ରେ ଫେସ୍ କରିବେ ହେଲା। ତାପରେ ଏହାର ସିଲେକ୍ସନ୍ ବୋର୍ଡ଼ରେ ଯେଉଁ ମେମ୍ବର ଅଛନ୍ତି ମୁଁ ଆପଣମାନଙ୍କୁ ପୂର୍ବରୁ ଦେଖାଇଦେଲି, ସେଇମାନେ ଡିସାଇଡ଼୍ କରିବେ ଯେ ଏହାର ରିଟିନ୍ ଏକ୍ଜାମ୍ ପାଇଁ ମିନିମମ୍ କ୍ୱାଲିଫାଇଂ ନେଚର କେତେ ରହିବା ଦରକାର। ବୁଝିଗଲେ ପିଲାମାନେ? ତାମାନେ 10 ଗୁଣା କ୍ୟାଣ୍ଡିଡେଟ୍କୁ ସିଲେକ୍ସନ୍ କରାଯିବ ଆଉ ଯେଉଁ ଶେଷ କ୍ୟାଣ୍ଡିଡେଟ୍ ଥିବେ ତାଙ୍କର ମାର୍କ ହିଁ ମୟୂରଭଞ୍ଜ ଜିଲ୍ଲାର ହୋମଗାର୍ଡ଼ ପାଇଁ କଟ୍ ଅଫ୍ ମାର୍କ ରହିବ। ବୁଝିଗଲେ? ପୁରା କ୍ଲିଅର? ତାପରେ ସେମାନଙ୍କର ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ ହେବ, ଫିଜିକାଲ ଏଫିସିଏନ୍ସି ଟେଷ୍ଟ ହେବ, ସ୍କିଲ୍ ଟେଷ୍ଟ ହେବ ଏବଂ ଶେଷରେ ଭାଇଭା ଟେଷ୍ଟ ହେବ। ଆଉ ଇମ୍ପୋର୍ଟାଣ୍ଟ ପଏଣ୍ଟ ନମ୍ବର Gକୁ ଦେଖନ୍ତୁ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ। ମନେ କରାଯାଉ ଯଦି 2-3 ଜଣ କ୍ୟାଣ୍ଡିଡେଟ୍ ମାନଙ୍କର ନମ୍ବର ସମାନ ହେଇଥିବ, ତାମାନେ ବୁଝିବା ପାଇଁ ଗଲେ 3 ଜଣ କ୍ୟାଣ୍ଡିଡେଟ୍ଙ୍କର 60 ମାର୍କସ୍ ରହୁଛି, ତାହେଲେ ସେମାନଙ୍କର କ'ଣ କରାଯିବ? ମନେ ରଖନ୍ତୁ, ଯଦି 2 କିମ୍ବା ଅଧିକ କ୍ୟାଣ୍ଡିଡେଟ୍ ମାନଙ୍କର ଯଦି ସେମ୍ ନମ୍ବର ରହିବ, ତାହେଲେ ସେମାନଙ୍କ ମଧ୍ୟରୁ ତାଙ୍କର ଡେଟ୍ ଅଫ୍ ବାର୍ଥ ଅନୁସାରେ ତାଙ୍କର ସିନିୟରିଟିକୁ ଚେକ୍ କରାଯିବ। ତାମାନେ ଯେଉଁ କ୍ୟାଣ୍ଡିଡେଟ୍ ଡେଟ୍ ଅଫ୍ ବାର୍ଥ ଯେତେ ପୂର୍ବରୁ ଥିବ ସିଏ ଆଗେ ସିଲେକ୍ସନ୍ ହେବେ। ତାମାନେ ଓଲ୍ଡର ଏଜ୍ ମାନଙ୍କୁ ଅଧିକ ପ୍ରିଫରେନ୍ସ ଦିଆଯିବ ଦେନ୍ ୟଙ୍ଗର କ୍ୟାଣ୍ଡିଡେଟ୍। ବୁଝିପାରିଲେ ପିଲାମାନେ? ତେଣୁକରି 60 ମାର୍କସ୍ ଭିତରେ ଯଦି 3 ଜଣ ଥିବେ, ସବୁଠାରୁ ଯେ ବୟସ୍କ ଥିବେ ବା ଯାହାଙ୍କର ବୟସ ଅଧିକା ଥିବ ତାଙ୍କୁ ଆଗେ ପ୍ରିଫରେନ୍ସ ମିଳିବ। ମନେ ରହିଲା ପିଲାମାନେ? କ୍ଲିଅର? ତେଣୁକରି ଏକ୍ଜାମ୍ ଦେବା ପୂର୍ବରୁ କୌଣସି କନଫ୍ୟୁଜନକୁ ରଖିବେ ନାହିଁ ହେଲା। ଦେନ୍ ଆପଣମାନଙ୍କର ସେକେଣ୍ଡ ଷ୍ଟେଜ୍ରେ ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ ହେବ। ଆଉ ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟଟିଏ ଆପଣମାନଙ୍କର କ୍ୱାଲିଫାଇଂ ନେଚର, ମାନେ କେବଳ କ୍ୱାଲିଫାଇ କରିବେ, କୌଣସି ମାର୍କ ଏଡ୍ ହେବ ନାହିଁ। ଏଥିରେ ଆପଣମାନଙ୍କର ଦେଖନ୍ତୁ ମେନ୍ ମାନେ ପୁରୁଷମାନଙ୍କ ପାଇଁ ଉଚ୍ଚତା 163 ସେଣ୍ଟିମିଟର ହେଇଥିବା ଦରକାର, ଓଜନ 50 କେଜି ହେଇଥିବା ଦରକାର, ଆଉ ଚେଷ୍ଟ ଆପଣମାନଙ୍କର 76 ସେଣ୍ଟିମିଟର ହେଇଥିବା ଦରକାର। ଆଉ ଏକ୍ସପାଣ୍ଡ କରିକି ପୁଣି 5 ସେଣ୍ଟିମିଟର ବଢ଼େଇବା ଦରକାର। ତାମାନେ ଏକ୍ସପାଣ୍ଡେବୁଲରେ ଆପଣମାନଙ୍କର 81 ସେଣ୍ଟିମିଟର ହେବା ଦରକାର। ବୁଝିଗଲେ? ଠିକ୍ ସେମିତିକା ମହିଳାମାନଙ୍କର ମଧ୍ୟ ହାଇଟ୍ କେତେ ହେଇଥିବ ନା 153 ସେଣ୍ଟିମିଟର, ଆଉ ୱେଟ୍ କେତେ ହେଇଥିବ ନା 45 କେଜି। ବୁଝିଗଲା? ତେଣୁକରି ଏଇଗୁଡ଼ା ହେଉଛି ଆପଣମାନଙ୍କର ମିନିମମ୍ ଫିଜିକାଲ ଷ୍ଟାଣ୍ଡାର୍ଡ ଚେକ୍ କରାଯିବ ହାଇଟ୍ ଆଉ ୱେଟ୍କୁ ଆଉ ଚେଷ୍ଟକୁ। ଓକେ। ଷ୍ଟେପ୍ 2 କ୍ୱାଲିଫାଇ ହେଲା ପରେ ଆପଣମାନେ ଷ୍ଟେପ୍ 3କୁ ଯିବେ। ଷ୍ଟେପ୍ 3ରେ ଆପଣମାନଙ୍କର ପ୍ରିଲିମିନାରୀ ମେଡ଼ିକାଲ ଏକ୍ଜାମ୍ ହେବ। ବୁଝିଗଲା? ସେମିତି କିଛି ନାହିଁ ପିଲାମାନେ, କେବଳ ଏଇ ଜାଗାରେ ଆପଣମାନଙ୍କର ହାର୍ଟ ଏଲମେଣ୍ଟ, ବିପି ଏଗୁଡ଼ା ସବୁ ଟେଷ୍ଟ ହେବ। ଆଉ ସେମିତି କିଛି ମେଡ଼ିକାଲ ଟେଷ୍ଟ ଏତେ ହାଇ କ୍ୱାଲିଟିର ନାହିଁ। ଓକେ। ଦେନ୍ ଆପଣମାନଙ୍କର ଷ୍ଟେପ୍ 4କୁ ଆପଣମାନଙ୍କୁ ନିଆଯିବ। ଷ୍ଟେପ୍ 4ରେ ଆପଣମାନଙ୍କର ଟ୍ରେଡ୍ ଏବଂ ସ୍କିଲ୍ ଟେଷ୍ଟ ହେବ। ଯେଉଁମାନେ କୌଣସି ଟ୍ରେଡ୍ କିମ୍ବା ସ୍କିଲ୍ ଟେଷ୍ଟରେ ଆପଣମାନେ ଦେଇନଥିବେ, ମାନେ ଫର୍ମ ଏ ବା ଫର୍ମ କ ରେ ଫିଲ୍ଅପ୍ କରିନଥିବେ, ସେମାନଙ୍କୁ ନର୍ମାଲ ଫିଜିକାଲ ଏଫିସିଏନ୍ସି ଟେଷ୍ଟ କରାଯିବ। ଆଉ ଯେଉଁମାନେ ଟ୍ରେଡ୍ ଟେଷ୍ଟ ଦେବେ ସେମାନେ ମଧ୍ୟ ଫିଜିକାଲ ଏଫିସିଏନ୍ସି ଟେଷ୍ଟ ଦେବେ। ମନେ ରଖିଥାନ୍ତୁ, ଟ୍ରେଡ୍ ଟେଷ୍ଟ ଏବଂ ସ୍କିଲ୍ ଟେଷ୍ଟ ଆପଣମାନଙ୍କର ଅପସନାଲ ରହିବ, କିନ୍ତୁ ଫିଜିକାଲ ଏଫିସିଏନ୍ସି ଟେଷ୍ଟ ଆପଣମାନଙ୍କର କମ୍ପଲସରି ରହିବ। ଓକେ। ଷ୍ଟେପ୍ 4ରେ ଆପଣମାନଙ୍କର ଟ୍ରେଡ୍ ଟେଷ୍ଟ ଏବଂ ସ୍କିଲ୍ ଟେଷ୍ଟ ହେବ। ଏଇ ଟ୍ରେଡ୍ ଟେଷ୍ଟରେ ଆପଣମାନଙ୍କର 20 ମାର୍କ ରହିଛି ପିଲାମାନେ। ସେଇଥିରେ ବିଭିନ୍ନ ପ୍ରକାର ଟ୍ରେଡ୍ ରହିଛି, ଯେମିତିକା କମ୍ପ୍ୟୁଟର, ଡ୍ରାଇଭର, କୁକ୍, ଇଲେକ୍ଟ୍ରିସିଆନ୍, ଲଣ୍ଡ୍ରି, ବାର୍ବାର, ଟେଲର, କାର୍ପେଣ୍ଟର ଏମାନଙ୍କର ଟ୍ରେଡ୍ ରହିଛି। ଯେଉଁମାନେ ଯେଉଁଥିରେ ପ୍ରିଫରେନ୍ସ ଦେଇଥିଲେ ସେମାନଙ୍କୁ ସେଇ ଟ୍ରେଡ୍ରେ ଟେଷ୍ଟ କରାଯିବ। ଯେମିତିକା ଯେଉଁମାନେ ଡ୍ରାଇଭିଂ ପାଇଁ ଆପ୍ଲାଏ କରିଥିଲେ ବା ପ୍ରିଫରେନ୍ସ ଦେଇଥିଲେ, ସେମାନେ ତାଙ୍କର ଭ୍ୟାଲିଡ୍ LMV ମାନେ ଲାଇଟ୍ ମୋଟର ଭେହିକିଲ୍ସ କିମ୍ବା ମିଡ଼ିୟମ୍ କିମ୍ବା ହେଭି ଡ୍ରାଇଭିଂ ଲାଇସେନ୍ସକୁ ନେଇ ଆସିବେ, ତାଙ୍କର ଡ୍ରାଇଭିଂ ଟେଷ୍ଟ କରାଯିବ। ବୁଝିଗଲା? ଏଇଥିରେ ମଧ୍ୟ ଆପଣମାନଙ୍କର ସର୍ବମୋଟ 20 ମାର୍କ ରହିଛି। ତାହେଲେ ଚାଲନ୍ତୁ ଫିଜିକାଲ ଏଫିସିଏନ୍ସି ଟେଷ୍ଟରେ କ'ଣ ସବୁ ଇଭେଣ୍ଟ ରହିଛି। ଓକେ। ଦେଖନ୍ତୁ ବର୍ତ୍ତମାନ ଆମେ ଦେଖିବା ଫିଜିକାଲ ଏଫିସିଏନ୍ସି ଟେଷ୍ଟ। ଏଥିରେ ଆପଣମାନଙ୍କର 20 ମାର୍କ ରହିଛି। ଦେଖନ୍ତୁ ବୋନସ୍ ମାର୍କ ମଧ୍ୟ ରହିଛି। ତେଣୁକରି ଯେଉଁମାନେ ଫିଜିକାଲ ଟେଷ୍ଟରେ ଅଧିକା ମାର୍କ ରଖିବା ପାଇଁ ଚାହୁଁଛନ୍ତି ସେମାନେ ପ୍ରାକ୍ଟିସ୍ ନିଶ୍ଚୟ କରନ୍ତୁ। ପ୍ରଥମେ ଆମର ଅଛି ଲଙ୍ଗ୍ ଜାମ୍ପ। ଲଙ୍ଗ୍ ଜାମ୍ପରେ ଆପଣମାନଙ୍କର 3.66 ମିଟର
ପୁରୁଷମାନଙ୍କର। ଯେଉଁ ପୁରୁଷମାନେ କ'ଣ କରିବେ ନା 3.66 ମିଟରକୁ ଯଦି ସେମାନେ କ୍ୱାଲିଫାଇ କରିବେ ସେମାନଙ୍କୁ 3 ମାର୍କ ମିଳିବ। ମନେ ରଖିବେ ପିଲାମାନେ, ଆପଣମାନଙ୍କୁ 3 ଆଟେମ୍ପ୍ଟ ଦିଆଯିବ, ମାନେ 3 ଥର ଡେଇଁବା ପାଇଁ ସୁଯୋଗ ଦିଆଯିବ। ଯେଉଁଥିରେ ଆପଣମାନେ ଅଧିକା ଡେଇଁବେ, ମାନେ ଅଧିକା ଲମ୍ବାର ଡେଇଁବେ, ସେଇ ମାର୍କକୁ ଆପଣମାନଙ୍କର ସିଲେକ୍ସନରେ ନିଆଯିବ। ବୁଝିଗଲା? ମନେ କରାଯାଉ ଗୋଟେ କ୍ୟାଣ୍ଡିଡେଟ୍ 4 ମିଟରରୁ ଅଧିକା ଡେଇଁଲା, ତାହେଲେ କ'ଣ କରିବ ନା ତାଙ୍କୁ 5 ମାର୍କ ମିଳିବ। ଠିକ୍ ସେମିତିକା ଜଣେ କ୍ୟାଣ୍ଡିଡେଟ୍ 4.35 ମିଟରରୁ ଅଧିକା ଡେଇଁଲେ ତାହେଲେ ତାଙ୍କୁ 8 ମାର୍କ ମିଳିବ। ସେମିତିକା ଆପଣମାନଙ୍କର 4.5 ମିଟରରୁ ଯେଉଁ କ୍ୟାଣ୍ଡିଡେଟ୍ ଅଧିକା ଡେଇଁଲେ ସେମାନଙ୍କୁ 10 ମାର୍କ ମିଳିବ ପିଲାମାନେ। ହେଲା, ତେଣୁକରି ଲଙ୍ଗ ଜମ୍ପରେ ଆପଣମାନଙ୍କର ମ୍ୟାକ୍ସିମମ୍ 10 ମାର୍କ ପର୍ଯ୍ୟନ୍ତ ଉଠେଇ ପାରିବେ। ହେଲା, ଏଇଥିରେ ଯଦି ଆପଣମାନେ ଅଧିକା ମାର୍କ ଉଠେଇଲେ ତାହେଲେ ଆପଣମାନଙ୍କର ଭାଇବା କିମ୍ବା ରିଟିନ୍ ଏକ୍ଜାମରେ ମଧ୍ୟ ମେକଅପ୍ କରିପାରିବେ। ବୁଝିଗଲେ? ଆଉ ଯେଉଁମାନେ 3.66 ମିଟରକୁ କ୍ୱାଲିଫାଇ କରିବେନି 3 ଆଟେମ୍ପ୍ଟରେ ତାଙ୍କୁ ଡିସ୍କ୍ୱାଲିଫାଇ କରାଯିବ। ତାହେଲେ କେଉଁ କେଉଁ କାରଣ ଯୋଗୁଁ ଡିସ୍କ୍ୱାଲିଫାଇ ହେବେ ତାକୁ ମଧ୍ୟ ଜାଣି ରଖନ୍ତୁ। ଓକେ, ଦେନ୍ ଆମର ଓମେନ୍ମାନଙ୍କର ମଧ୍ୟ 2.75 ମିଟର ରହିଛି। ଯେଉଁ ଓମେନ୍ କ୍ୟାଣ୍ଡିଡେଟ୍ ମାନେ 3 ଆଟେମ୍ପ୍ଟରେ 2.75 ମିଟର କ୍ୱାଲିଫାଇ କରିପାରିବେ ନାହିଁ ସେମାନଙ୍କୁ ଡିସ୍କ୍ୱାଲିଫାଇ କରାଯିବ। ହେଲା, ଆଉ ଯେଉଁ ମହିଳାମାନେ 3 ମିଟରରୁ ଅଧିକା ଡେଇଁବେ ସେମାନଙ୍କୁ 5 ମାର୍କ ମିଳିବ। 3.25 ମିଟରରୁ ଯେଉଁମାନେ ଅଧିକା ଡେଇଁବେ 8 ମାର୍କ ମିଳିବ। ଠିକ୍ ସେମିତିକା 3.5 ମିଟରରୁ ଯେଉଁମାନେ ଅଧିକା ଡେଇଁବେ ସେମାନଙ୍କୁ 10 ମାର୍କ ମିଳିବ। ବୁଝିଗଲା? ତେଣୁକରି ଲଙ୍ଗ ଜମ୍ପରେ ମଧ୍ୟ ଆପଣମାନଙ୍କର ବୋନସ୍ ରହିଛି, ତେଣୁକରି ବୋନସ୍ ମାର୍କକୁ ମଧ୍ୟ ଉଠେଇ ପାରିବେ, କିଛି ଅସୁବିଧା ହେବ ନାହିଁ। ଓକେ, ତାପରେ ଆମେ ଦେଖିବା ଆପଣମାନଙ୍କର ପୁଷଅପ୍ ବା ପ୍ଲାଙ୍କ ରହିଛି। ପୁଷଅପ୍ କେବଳ ପୁରୁଷମାନଙ୍କ ପାଇଁ ଏବଂ ପ୍ଲାଙ୍କ କେବଳ ମହିଳାମାନଙ୍କ ପାଇଁ। ବୁଝିପାରିଲେ ନା ପିଲାମାନେ? ମୁଁ ଆପଣମାନଙ୍କୁ କହିଦେଉଛି, ପ୍ଲାଙ୍କ ମାନେ କେବଳ କହୁଣି ଏବଂ ଗୋଡ଼ର ଆଙ୍ଗୁଳିରେ ଭରା ଦେଇକି ନିଜ ଶରୀରକୁ ରଖିବାକୁ ପ୍ଲାଙ୍କ କୁହାଯାଏ। ମନେ ରଖିବେ, ଆପଣମାନେ ମଧ୍ୟ ତାକୁ ଏକ୍ସରସାଇଜ ସମୟରେ କରୁଥିବେ। ତେଣୁକରି ପ୍ଲାଙ୍କ ମହିଳାମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଯେଉଁମାନେ 30 ସେକେଣ୍ଡରୁ କମ୍ ପର୍ଯ୍ୟନ୍ତ ରହିପାରୁଥିବେ ସେମାନଙ୍କୁ ଡିସ୍କ୍ୱାଲିଫାଇ କରାଯିବ। ତେଣୁକରି ଡିସ୍କ୍ୱାଲିଫାଇ କେଉଁଥିରେ ହେଉଛନ୍ତି ତାଙ୍କୁ ମନେ ରଖିବେ। ଯେଉଁମାନେ 30 ସେକେଣ୍ଡରୁ ଅଧିକା ରହିଲେ ସେମାନଙ୍କୁ 3 ମାର୍କ ମିଳିବ। 40 ସେକେଣ୍ଡରୁ ଯେଉଁମାନେ ଅଧିକା ରହିଲେ ସେମାନଙ୍କୁ 5 ମାର୍କ ମିଳିବ। 50 ସେକେଣ୍ଡ କିମ୍ବା 50 ସେକେଣ୍ଡରୁ ଯଦି ଅଧିକା ରହିଲେ ତାହେଲେ 8 ମାର୍କ ମିଳିବ। ଠିକ୍ ସେମିତିକା ଯେଉଁମାନେ 1 ମିନିଟ୍ରୁ ଅଧିକା କିମ୍ବା 1 ମିନିଟ୍ ପର୍ଯ୍ୟନ୍ତ ରହିଗଲେ ସେମାନଙ୍କୁ 10 ମାର୍କ ମିଳିବ। ତେଣୁକରି ଏଇଥିରେ ମଧ୍ୟ ବୋନସ୍ ମାର୍କ ଆପଣମାନେ ଉଠେଇ ପାରିବେ। ବୁଝିହେଲା? ଇଏ ଥିଲା ମହିଳାମାନଙ୍କ ପାଇଁ। ବର୍ତ୍ତମାନ ଆମେ ଦେଖିବା ପୁରୁଷମାନଙ୍କ ପାଇଁ। ପୁରୁଷମାନଙ୍କର ମଧ୍ୟ ପୁଷଅପ୍ ରହିଛି। 1 ମିନିଟ୍ ଭିତରେ ଯେଉଁ ପୁରୁଷମାନେ 10 ଥରରୁ ଯଦି କମ୍ ପୁଷଅପ୍ କଲେ ସେମାନଙ୍କୁ ଡିସ୍କ୍ୱାଲିଫାଇ କରାଯିବ। ତେଣୁକରି ପୁଷଅପ୍ ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ରହିବ। ଯେଉଁମାନେ 1 ମିନିଟ୍ ଭିତରେ 10 ଥରରୁ ଅଧିକା ପୁଷଅପ୍ କଲେ ସେମାନଙ୍କୁ 3 ମାର୍କ ମିଳିବ। 13 ଥରରୁ ଅଧିକା ପୁଷଅପ୍ କଲେ 5 ମାର୍କ ମିଳିବ। 17 ଥରରୁ ଅଧିକା ପୁଷଅପ୍ କଲେ ତାହେଲେ 8 ମାର୍କ ମିଳିବ। ଠିକ୍ ସେମିତିକା ପିଲାମାନେ ଯଦି 20 ଥରରୁ ଅଧିକ ପୁଷଅପ୍ କଲେ କେତେ ନା 1 ମିନିଟ୍ ଭିତରେ ତାହେଲେ ଆପଣମାନଙ୍କୁ 10 ମାର୍କ ମିଳିବ। ବୁଝିହେଲା? ତେଣୁକରି ଆପଣମାନେ ଚାହିଁଲେ ଏଥିରେ ମଧ୍ୟ ଫୁଲ୍ ମାର୍କ ଉଠେଇ ପାରିବେ। ଆଉ ଫିଜିକାଲ ଷ୍ଟାଣ୍ଡାର୍ଡ଼ ଟେଷ୍ଟରେ ମଧ୍ୟ ଆପଣମାନେ 10 ମାର୍କ ଉଠେଇ ପାରିବେ, ମାନେ 20କୁ 20 ମାର୍କ ମଧ୍ୟ ଉଠେଇ ପାରିବେ ଆପଣମାନଙ୍କର ଫିଜିକାଲ ଟେଷ୍ଟରେ। ବୁଝିହେଲା? ତେଣୁକରି ବହୁତ ବୋନସ୍ ମାର୍କ ଅଛି ପିଲାମାନେ, ତାଙ୍କୁ ମଧ୍ୟ ଆପଣମାନେ ଉଠେଇ ପାରିବେ। ଓକେ, ଚାଲନ୍ତୁ ପିଲାମାନେ କିଛି ଇମ୍ପୋର୍ଟାଣ୍ଟ ପଏଣ୍ଟକୁ ଆମେ ଆଲୋଚନା କରିବା। ଯଦି ଆପଣମାନଙ୍କର କୌଣସି ଫିଜିକାଲ ଏଫିସିଏନ୍ସି ଟେଷ୍ଟରେ ପ୍ରୋବ୍ଲେମ୍ ହୁଏ ତାହେଲେ ଆପଣମାନେ କୌଣସି ଅଫିସରମାନଙ୍କ ସହିତ ଯୁକ୍ତିତର୍କ କରିବେ ନାହିଁ। କେବଳ ସେମାନେ ଯେଉଁ ଇନଷ୍ଟ୍ରକ୍ସନ୍ସ ଦେବେ ସେଇ ଇନଷ୍ଟ୍ରକ୍ସନ୍ସକୁ ମାନିକିରି ଆପଣମାନଙ୍କର ଫିଜିକାଲ ଟେଷ୍ଟକୁ କମ୍ପ୍ଲିଟ୍ କରିବେ। ବୁଝିହେଲା? ତାପରେ ଆପଣମାନଙ୍କର ରହିଛି ଫିଜିକାଲ ଟେଷ୍ଟରେ ନିଜ ରିସ୍କରେ ଆପଣମାନେ ଫିଜିକାଲ ଟେଷ୍ଟ ଦେବେ। ଯଦି କୌଣସି ଆପଣମାନଙ୍କର ଇଞ୍ଜୁରି ହେଲା, ମାନେ ଗୋଡ଼ ହାତ ଭାଙ୍ଗିଗଲା ବା କୌଣସି ଜାଗାରେ ଖଣ୍ଡିଆ ଖାବରା ହେଇଗଲା ବା ଆଘାତ ହେଇଗଲା ତାହେଲେ ସେଇଟା ଆପଣମାନଙ୍କର ଦାୟୀ। ବୁଝିହେଲା? ସେଇଟା ସିଲେକ୍ସନ୍ ବୋର୍ଡ଼ର ଦାୟୀ ନୁହଁ। ମନେ ରଖିବେ ପିଲାମାନେ, ତେଣୁକରି ନିଜ ରିସ୍କରେ ଆପଣମାନେ ଫିଜିକାଲ ଏଫିସିଏନ୍ସି ଟେଷ୍ଟକୁ ଏପିୟର କରିବେ। ଓକେ, ଦେନ୍ ଆମେ ଦେଖିବା ବିଟ୍ ସିକୁ। ବିଟ୍ ସିରେ ଅଛି ଆପଣମାନଙ୍କର ଅଣ୍ଡରଟେକିଂ ପ୍ରୋସେସ୍ ରହିଛି ପିଲାମାନେ। ଆପଣମାନଙ୍କର କଣ୍ଡିସନ୍ ଭଲ ଅଛି ବୋଲିକିରି ଆପଣମାନଙ୍କୁ ଅଣ୍ଡରଟେକିଂ ଲେଖିବା ପାଇଁ ପଡ଼ିବ। ଆଉ ଆପଣମାନେ ସେଇ ବୋର୍ଡ଼କୁ ସବମିଟ୍ କରିବେ। ବୁଝିହେଲା? ତେଣୁକରି ଯେଉଁମାନେ ସବମିଟ୍ କରିବେ ନାହିଁ ସେମାନଙ୍କୁ ରିଜେକ୍ଟ କରାଯିବ। ଆଉ ଯେଉଁମାନେ ସେ ଅଫିସରଙ୍କ ସହିତ ଯୁକ୍ତି କରିବେ, ଆର୍ଗ୍ୟୁ କରିବେ, ତାଙ୍କୁ ମଧ୍ୟ କ'ଣ କରାଯିବ? ଚେୟାରମ୍ୟାନଙ୍କୁ ଲେଖିକି ଦିଆଯିବ, ଯାହାଫଳରେ ଆପଣମାନେ ହୁଏତ ରିଜେକ୍ଟ ହେଇପାରନ୍ତି। ତେଣୁକରି ଏହିସବୁ ପଏଣ୍ଟକୁ ଆପଣମାନଙ୍କୁ ଲକ୍ଷ୍ୟରେ ରଖିକିରି ହୋମଗାର୍ଡ଼ର ଫିଜିକାଲ ଟେଷ୍ଟ ଏବଂ ରିଟିନ୍ ଟେଷ୍ଟକୁ ଯିବେ। ଓକେ ପିଲାମାନେ, ଦେନ୍ ଆମେ ଦେଖିବା 5 ନମ୍ବର ଷ୍ଟେପ୍କୁ। ଏହି 5 ନମ୍ବର ଷ୍ଟେପ୍ରେ ଆପଣମାନଙ୍କର ଇଣ୍ଟରଭ୍ୟୁ ହେବ।
ଆଉ ଏଇ ଇଣ୍ଟରଭ୍ୟୁରେ ଆପଣମାନଙ୍କର 3 ଗୁଣା ପିଲାକୁ ନିଆଯିବ। ମନେ ରଖନ୍ତୁ, ଯେଉଁମାନେ ଫିଜିକାଲରେ କ୍ୱାଲିଫାଇ କରିଥିବେ ସେଇମାନଙ୍କ ମଧ୍ୟରୁ ଯେତିକି ଭ୍ୟାକେନ୍ସି ରହିଥିବ ତାର 3 ଗୁଣା ପିଲା ମାନେ 280ର 3 ଗୁଣା ପିଲାଙ୍କୁ ସେମାନେ କ'ଣ କରିବେ ନା ଇଣ୍ଟରଭ୍ୟୁ ପାଇଁ ଡାକିବେ। ମନେ ରଖିବେ ପିଲାମାନେ, 1:3 ଯେଉଁମାନଙ୍କର ଟ୍ରେଡ୍ ଥିବ ସେମାନଙ୍କର ମଧ୍ୟ, ଆଉ ଯେଉଁମାନେ ଜେନେରାଲ ଡ୍ୟୁଟି ତାଙ୍କୁ ମଧ୍ୟ 3 ଗୁଣା ପିଲାଙ୍କୁ କ'ଣ କରାଯିବ ନା ଇଣ୍ଟରଭ୍ୟୁ ବେଳକୁ ଡକାଯିବ। ବୁଝିଗଲେ? ଆଉ ଯେଉଁମାନଙ୍କର ଫ୍ୟାମିଲି ମେମ୍ବର ବା ତାଙ୍କର ଗାର୍ଡ଼ିଆନ୍ କେହି ହୋମଗାର୍ଡ଼ରେ ଚାକିରି କରୁଥିଲେ, ଏକ୍ସପାର୍ଟ କରିଯାଇଛନ୍ତି ଇନ୍ ସର୍ଭିସରେ, ସେମାନଙ୍କୁ 10 ମାର୍କ ବୋନସ୍ ମିଳିବ। ୟାକୁ ମଧ୍ୟ ଧ୍ୟାନ ଦେବେ। ତେଣୁକରି ସେହି କ୍ୟାଣ୍ଡିଡେଟ୍ ମାନେ ତାଙ୍କୁ ପ୍ରମାଣିତ କରିକିରି ଉପଯୁକ୍ତ ସାର୍ଟିଫିକେଟ୍ ଦେଖେଇକି 10 ମାର୍କ ଉଠେଇ ପାରିବେ। ଓକେ। ଆଉ ମନେ ରଖନ୍ତୁ ପିଲାମାନେ, ଇଣ୍ଟରଭ୍ୟୁ ବା ପର୍ସନାଲ ଇଣ୍ଟରଭ୍ୟୁରେ ଆପଣମାନଙ୍କର ମ୍ୟାକ୍ସିମମ୍ 20 ମାର୍କ ରହିବ। ହେଲା, ପୁରା ବୁଝିଗଲେ? ଇଣ୍ଟରଭ୍ୟୁରେ କେମିତି କ୍ୱେଶ୍ଚନ୍ ପଚାରନ୍ତି, ରିଟିନ୍ ଏକ୍ଜାମରେ କେଉଁ ଟାଇପ୍ର କ୍ୱେଶ୍ଚନ୍ ଆସିବ, ସେସବୁ ଭିଡ଼ିଓ ମୁଁ ଆପଣମାନଙ୍କୁ ପୂର୍ବରୁ ଅପଲୋଡ଼ କରିଦେଇଥିଲି। ତାହାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି। ତା ନହେଲେ ଆମର ଏଇ ଚ୍ୟାନେଲର ପ୍ଲେଲିଷ୍ଟକୁ ଯାଇକରି ସେ ଭିଡ଼ିଓ ଗୁଡ଼ାକୁ ନିଶ୍ଚୟ ଦେଖନ୍ତୁ, ସିଲେକ୍ସନ୍ ନିଶ୍ଚୟ ହେବ। ଓକେ, ଚାଲନ୍ତୁ ବର୍ତ୍ତମାନ ଦେଖିବା ଷ୍ଟେପ୍ 6, ଯେଉଁଟାକି ଆମର ଶେଷ ଷ୍ଟେପ୍। ଏହି ଷ୍ଟେପ୍ରେ ଏଇଥିରେ ଆପଣମାନଙ୍କର କିଛି ଇନଷ୍ଟ୍ରକ୍ସନ୍ସ ଅଛି, ଆପଣମାନଙ୍କୁ ଜାଣିବା ଦରକାର। ଯେମିତିକା ମନେ କରାଯାଉ ଯେଉଁ କ୍ୟାଣ୍ଡିଡେଟ୍ମାନଙ୍କର ରିଟିନ୍ ଏକ୍ଜାମରେ ଅଧିକା ମାର୍କ ଅଛି ତାଙ୍କୁ ଅଧିକା ର୍ୟାଙ୍କ ଦିଆଯିବ। କେଉଁ କ୍ୟାଣ୍ଡିଡେଟ୍ କେତେ ର୍ୟାଙ୍କରେ ଅଛନ୍ତି ଜାଣିବା ଦରକାର। ତେଣୁକରି ରିଟିନ୍ ଏକ୍ଜାମ ଆପଣମାନଙ୍କର ବେଷ୍ଟ ହେବା ଦରକାର। ଯଦି ଆପଣମାନଙ୍କର ରିଟିନ୍ ଏକ୍ଜାମରେ ଇକ୍ୱାଲ୍ ଥିବ ମାନେ ସମାନ ଥିବ, ତାହେଲେ ଆପଣମାନଙ୍କର ଫିଜିକାଲ କିମ୍ବା ସ୍କିଲ୍ ଟେଷ୍ଟରେ ମାର୍କକୁ ଦେଖିବେ। ଏଇଥିରେ ଯଦି ଅଧିକା ଯାହାର ରହିବ ତାକୁ ଆଗେ ସିଲେକ୍ସନ୍ ମିଳିବ ବା ତାଙ୍କର ର୍ୟାଙ୍କ ଆଗରେ ରହିବ। ମନେ ରଖିବେ ପିଲାମାନେ। ଆଉ ଗୋଟେ ଅଛି ବହୁତ ଇମ୍ପୋର୍ଟାଣ୍ଟ, ଯେଉଁଟାକି ମୁଁ ଆପଣମାନଙ୍କୁ ପୂର୍ବରୁ କହିଛି, ଏବେ ଆଉ ଥରେ କହି ରଖୁଛି, ଜାଣି ରଖନ୍ତୁ। ଯଦି ସେଥିରେ ମଧ୍ୟ ଆପଣମାନଙ୍କ ଇକ୍ୱାଲ୍ ହେଲା ବା ସମାନ ହେଇଗଲା, ତାହେଲେ ଆପଣମାନଙ୍କର ଏଜ୍ ଅନୁସାରେ ଆପଣମାନଙ୍କୁ ର୍ୟାଙ୍କ ମିଳିବ। ଯାହାର ଏଜ୍ ଅଧିକା ଥିବ ତାଙ୍କୁ ଆଗେ ସିଲେକ୍ସନ୍ କରାଯିବ, ତାମାନେ ତାଙ୍କର ର୍ୟାଙ୍କ ଆଗରେ ରହିବ। ମନେ ରଖିଲେ ପିଲାମାନେ? ବୁଝିଗଲେ? ଚାଲନ୍ତୁ ବର୍ତ୍ତମାନ ଆମେ ଦେଖିବା ଆପଣମାନଙ୍କର କେଉଁ ଏକ୍ଜାମରେ କେତେ କେତେ ମାର୍କ ରହିଛି, ଆପଣମାନଙ୍କର ମାର୍କସର ଡିଷ୍ଟ୍ରିବ୍ୟୁସନକୁ ଜାଣିବା। ଚାଲନ୍ତୁ ଦେଖନ୍ତୁ, ପ୍ରଥମେ ଆପଣମାନଙ୍କର ଜିକେ, ଯେଉଁଥିରେ କି 40 ମାର୍କ ରହିଛି। ଫିଜିକାଲ ଏଫିସିଏନ୍ସି ଟେଷ୍ଟ, ସ୍କିଲ୍ ଟେଷ୍ଟ 20 ମାର୍କ ରହିଛି। ପର୍ସନାଲ ଇଣ୍ଟରଭ୍ୟୁ ଆପଣମାନଙ୍କର 20 ମାର୍କ ରହିଛି। ତେଣୁକରି ସର୍ବମୋଟ ଆପଣମାନଙ୍କର 80 ମାର୍କ ରହୁଛି ପିଲାମାନେ। ତେଣୁକରି 80 ମାର୍କରୁ ଆପଣମାନେ ଭଲ ସ୍କୋର ରଖିବାକୁ ଚେଷ୍ଟା କରନ୍ତୁ। ତେଣୁକରି ଜିକେ ଗୁଡ଼ାକୁ ନିଶ୍ଚୟ ଦେଖନ୍ତୁ। ମୁଁ ଆପଣମାନଙ୍କ ପାଇଁ ଏହି ଚ୍ୟାନେଲରେ ଓଡ଼ିଶା ଜିକେର ପୁରା ସିରିଜ୍ ୱାଇଜ୍ ଭିଡ଼ିଓ ଅପଲୋଡ଼ କରିଦେଇଛି। ସେ ପ୍ଲେଲିଷ୍ଟକୁ ନିଶ୍ଚୟ ଦେଖନ୍ତୁ। ଓଡ଼ିଶା ଜିକେ ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ତା ସହିତ ମୁଁ ଆପଣମାନଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲାର ଯେଉଁ ହୋମଗାର୍ଡ଼ ପାଇଁ ଜିକେ କ୍ୱେଶ୍ଚନ୍ ଆସିବ ତାର ଭିଡ଼ିଓ ମଧ୍ୟ ମୁଁ ନେଇକି ଆସିବି। କିଛି ଅରିଡ୍ ହେବା ନାହିଁ ପିଲାମାନେ। ଆଉ ଭାଇବାରେ କେମିତି କ୍ୱେଶ୍ଚନ୍ ପଚାରନ୍ତି ବା କେମିତି କ୍ୱେଶ୍ଚନ୍ ସବୁ ଆସିଛି ପୂର୍ବ ଜିଲ୍ଲାମାନଙ୍କରେ, ତାର ଭିଡ଼ିଓ ମଧ୍ୟ ମୁଁ ଅପଲୋଡ଼ କରିଥିଲି। ସେ ଭିଡ଼ିଓକୁ ମଧ୍ୟ ଦେଖନ୍ତୁ। ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରଖିଦେଇଛି। ଓକେ, କିଛି ଇମ୍ପୋର୍ଟାଣ୍ଟ ନୋଟ୍ସକୁ ମଧ୍ୟ ଆମକୁ ଜାଣିବା ଦରକାର। ଦେଖନ୍ତୁ, ଯେଉଁ କ୍ୟାଣ୍ଡିଡେଟ୍ମାନଙ୍କୁ ବାରମ୍ବାର ଡକାଯିବ ସେମାନେ ସେ ଫିଲ୍ଡରେ ଥିବେ କିନ୍ତୁ ଏକ୍ଜାମ ଦେବେ ନାହିଁ ବା ସେ ଇଭେଣ୍ଟରେ ଏପିଆର୍ ହେବେ ନାହିଁ, ତାହେଲେ ତାଙ୍କୁ ରିଜେକ୍ଟ କରାଯିବ ଏବଂ ଡିସ୍କ୍ୱାଲିଫାଏଡ୍ ଘୋଷଣା କରାଯିବ। ମନେ ରଖିଥାନ୍ତୁ ପିଲାମାନେ, କେଉଁ କେଉଁ କାରଣ ଯୋଗୁଁ ଆପଣମାନେ ଡିସ୍କ୍ୱାଲିଫାଇ ହେବେ ତାକୁ ମଧ୍ୟ ଜାଣିବା ଦରକାର। 2 ନମ୍ବର ପଏଣ୍ଟ ଦେଖନ୍ତୁ, ପ୍ରତ୍ୟେକ ଷ୍ଟେଜ୍ ପରେ ଆପଣମାନଙ୍କର ସିଲେକ୍ସନ୍ ପ୍ରୋସେସ୍ ରହିଛି। ତେଣୁକରି ସେହି ସିଲେକ୍ସନ୍ ପ୍ରୋସେସ୍ରେ ଆପଣ ଯଦି କ୍ୱାଲିଫାଇ କରିପାରିବେ ନାହିଁ, ତାହେଲେ ମଧ୍ୟ ଆପଣମାନଙ୍କୁ ଡିସ୍କ୍ୱାଲିଫାଇ କରାଯିବ। ମନେ ରଖିବେ ହେଲା। ଆଉ ଏଇ ହୋମଗାର୍ଡ଼ ପାଇଁ କୌଣସି ୱେଟିଂ ଲିଷ୍ଟ ଆସିବ ନାହିଁ, ଓନ୍ଲି ମେରିଟ୍ ଲିଷ୍ଟ ରହିବ ପିଲାମାନେ। ତେଣୁକରି ରିଟିନ୍ ଏକ୍ଜାମ ଏବଂ ଭାଇବାରେ ଭଲ ସ୍କୋର କରନ୍ତୁ, ଯାହାଫଳରେ ଆପଣମାନଙ୍କର ଭଲ ର୍ୟାଙ୍କଟିଏ ମିଳିବ। ଓକେ, ଆଉ ମୁଁ ପୂର୍ବରୁ କହିଥିଲି, ଯଦି ରିକ୍ରୁଟମେଣ୍ଟ ସମୟରେ ଆପଣ ଯଦି ଇନଡିସିପ୍ଲିନ୍ ହେବେ, ଡିଷ୍ଟର୍ବାନ୍ସ କରିବେ, ଯୁକ୍ତିତର୍କ କରିବେ, ଅଫିସରମାନଙ୍କ ସହିତ ମିସବିହେଭ୍ କରିବେ, ତାହେଲେ ଆପଣମାନଙ୍କୁ ଇମିଡ଼ିଏଟ୍ ଡିସ୍କ୍ୱାଲିଫିକେସନ୍ କରାଯିବ। ବୁଝିପାରିଲେ? ମୁଁ ପୂର୍ବରୁ କହୁଥିଲି ଆଉ ଏବେ ମଧ୍ୟ କହୁଛି, କେଉଁ କେଉଁ କାରଣ ଯୋଗୁଁ ଆପଣମାନେ ଡିସ୍କ୍ୱାଲିଫାଇ ହେବେ ତାକୁ ନଜରରେ ରଖନ୍ତୁ ହେଲା। ଆଉ ଯଦି କୌଣସି ଆପଣମାନଙ୍କର ଅସୁବିଧା ଅଛି, ତାହେଲେ ଏଇ ଫୋନ୍ ନମ୍ବର ମାଧ୍ୟମରେ ଆପଣମାନେ ଯୋଗାଯୋଗ କରିପାରିବେ। ଓକେ, ବୁଝିଗଲେ ପିଲାମାନେ? ମୁଁ ଆପଣମାନଙ୍କୁ ପୁରା ଡିଟେଲ୍ ଆଲୋଚନା କରିଦେଲି। ଆଉ ଏଡମିଟ୍ କାର୍ଡ଼ ବାବଦରେ ମୁଁ ପୂର୍ବ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣେଇଥିଲି, ତଥାପି କହି ରଖୁଛି, ନିଜ ନିଜ ଥାନା ବା ଆପଣମାନଙ୍କର ଯେଉଁ ଥାନା ଥିବ ସେ ଥାନାରେ ଯାଇକି ଆପଣମାନଙ୍କର ଏଡମିଟ୍ କାର୍ଡ଼କୁ ଆଣିପାରିବେ। ଦେନ୍ ଆପଣମାନେ ଆପଣମାନଙ୍କର ଡେଟ୍ ଅନୁସାରେ ନିଶ୍ଚୟ ଭାବରେ ଉପସ୍ଥିତ ରହିବେ। ବୁଝିଗଲେ? ପୁରା କ୍ଲିଅର। ଆଶା କରୁଛି ଆପଣମାନେ ମୟୂରଭଞ୍ଜ ଜିଲ୍ଲାର ହୋମଗାର୍ଡ଼ ପାଇଁ A to Z ପୁରା ଡିଟେଲ୍ କ୍ଲିଅର ହେଇଯାଇଥିବେ, ବୁଝିଯାଇଥିବେ, କୌଣସି ବି ଅସୁବିଧା ନଥିବ।
ଯଦି ବି ଆଉ କାହାର ଅସୁବିଧା ଥିବ ତାହେଲେ ଟେଲିଗ୍ରାମ ଗ୍ରୁପ୍ ଡିକେ ସାର୍ ଓଡ଼ିଶା ସେଇଥିରେ ଜଣାଇ ପାରିବେ। ତା ସହିତ ଏହାର PDF ଏବଂ ଓଡ଼ିଶା ଜିକେ, ମୟୂରଭଞ୍ଜ ଜିକେ, ହୋମଗାର୍ଡ଼ର ଯେଉଁ ଜିକେ କ୍ୱେଶ୍ଚନ୍ ଆସିବ ତାର PDF ପାଇଁ ଆମର ଅଫିସିଆଲ ଟେଲିଗ୍ରାମ ଚ୍ୟାନେଲ ADS ନଲେଜ୍ ପଏଣ୍ଟ ସେଇଥିରେ ଜଏନ୍ କରିପାରିବେ। ଆଉ ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିବା ସହିତ ନିଜ ନିଜ ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ, ଭିଡ଼ିଓକୁ ଲାଇକ୍ କରିବେ ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।